ଆଜି ଆସନ୍ତୁ ଘରେ ଆମେ ପାମ୍ପଡ଼ ବନେଇବା ଯାହାକି ଖାଇକି ପୁରା ମଜା ଆସିବ। ଆଉ ସବୁଠୁ ବଡ଼ କଥା କ'ଣ ଜାଣିଛନ୍ତି, ଏଇ ଯେଉଁ ପାମ୍ପଡ଼ ନା ଆମେ ଚାଉଳରେ ବନେଇବା। ଦେଖନ୍ତୁ କେତେ ସୁନ୍ଦର ପାମ୍ପଡ଼ ବନେଇଛି, ଯେତେ ଖାଇଲେ ବି ପେଟ ବରଂ ପୁରିଯିବ କିନ୍ତୁ ମନ ଭରିବନି। ସେଥିପାଇଁ ଦେଖନ୍ତୁ ଏଠି ମୁଁ ଚାଉଳ ନେଇଛି, 300 ଗ୍ରାମ ପାଖାପାଖି ଚାଉଳ ନେଇଛି। ଭଲସେ ଧୋଇକି ସଫା କରିଦେବ। ଅରୁଆ ଚାଉଳ ନେଇଛି, ନୂଆ ଚାଉଳ ତ ବହୁତ ବଢ଼ିଆ ହେବ। ତାକୁ ପାଣି ଦେଇକି ଭଲସେ 6-7 ଘଣ୍ଟା ଭିଜେଇ ଦେବେ। ତାପରେ ତାକୁ ଦେଖନ୍ତୁ ଏପରି ଚିକଣ କରିକି ବାଟି ଆଣିବେ ଏବଂ ବାଟିସାରି ବେଶୀ ପାଣିଆ କରିବେନି। ଦେଖନ୍ତୁ ଯେପରି ଦେଖଉଛି ଏତିକି ସାଇଜ୍ ବାଟି ଆଣିବେ। ଏଥିରେ ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଟିକେ, ଆଉ ଟିକେ ଗୋଟା ରାଶି ଟିକେ ପକେଇଦେବେ, ଟିକେ ଭୃସଙ୍ଗ ପତ୍ର ବା ଟିକେ ଚାହିଁବେ ତ ଧନିଆ ପତ୍ର ବି ପକେଇ ପାରିବେ। ଯଦି ଆପଣଙ୍କୁ ଅଦା ରସୁଣ ପେଷ୍ଟ ମାନେ ଛେଚା ଭଲ ଲାଗେ, ତା ଦେହରେ ଫ୍ଲେଭର ଭଲ ଲାଗିବ ତ ତାକୁ ବି ପକେଇ ପାରିବେ। ତ ଗୋଳେଇକି ସବୁ ରଖିଦେବେ। ଏବେ ଗୋଟେ ଛୋଟ ହାଣ୍ଡି ନେବେ, ଷ୍ଟିଲ୍ ହାଣ୍ଡି ହଉ ସିଲଭର ହାଣ୍ଡି ହଉ। ତାପରେ ଗୋଟେ ମୋଟା କପଡ଼ାକୁ ଏଇପରି ଟାଇଟ୍ କରିକି ପୁରା ବାନ୍ଧିଦେବେ ଏବଂ ଗ୍ୟାସରେ ବସେଇକି ପାଣି ଫୁଟିବା ପାଇଁ ଛାଡ଼ିଦେବା। ଦେଖନ୍ତୁ ପାଣି ଯଦି ଫୁଟିବ ଆମେ କ'ଣ କରିବା ନା, ଯେଉଁ ଗୋଳେଇକି ରଖିଥିଲେ ପାଣି ଆଗେ ଟିକେ ଫୁଟିବ, କପଡ଼ା ଟିକେ ପାଣି ଦେଇଦେବେ। ଯେଉଁ ଗୋଳେଇକି ରଖିଥିଲେ ବେଟର ସେଥିରୁ ଗୋଟେ ଚାମଚ ଆଣିବେ, ପତଳା ପତଳା କରି ଦେଇଦେବେ। ତାକୁ ଢାଙ୍କିକି 30-40 ସେକେଣ୍ଡ ଛାଡ଼ିଦେବେ। ତା ଗୋଟେ ସାଇଡ଼ ହେଇଯିବ ଦେଖନ୍ତୁ, ଏବଂ ତାକୁ କାଢ଼ିଦେବେ। ଏଇପରି କରି ସବୁ ପାମ୍ପଡ଼କୁ ଦେଖିବେ ଯେତେବେଳେ ଦେବେ ହାଣ୍ଡିରେ ସେ ହେଇ ଆସିବ। 30-40 ସେକେଣ୍ଡ ଭିତରେ ଲାଗିବ, ନହେଲେ 1 ମିନିଟ୍ ଭିତରେ ହିଁ ଲାଗିବ। ତ ଏଇପରି ଦେଖନ୍ତୁ ତାକୁ ତଳ ଆଡ଼ୁ ହେଇଯିବ, ସିଝିଯିବ, ଆପେ ଉଠିଯିବ। ତାକୁ ସବୁ ଉଠେଇକି ଏଇପରି ଜରିରେ ଘରେ ଆପଣ 4-5 ଦିନ ଶୁଖେଇ ବି ପାରିବେ, ବା ଯଦି ଖରା ଅଛି ଖରାରେ ଶୁଖେଇ ଦେଲେ 2-3 ଦିନ ଭିତରେ ବି ଶୁଖିଯିବ। ତ ଦେଖନ୍ତୁ କେତେ ସୁନ୍ଦର ପାମ୍ପଡ଼ ବନିଗଲା। ଆଉ ଦେଖନ୍ତୁ ତେଲରେ ପକେଇଲେ କେତେ ବଡ଼ ସାଇଜ୍ ହେଇଯାଉଛି। ଆପଣ ୟାକୁ ଭାତ ସହିତ ହଉ ବା ଚାଟ୍ ବନେଇ ଖାଇପାରିବେ। ଟିକେ ଖାଲି ଚାଟ୍ ମସଲା ଛିଞ୍ଚିକି ବି ଖାଇପାରିବେ। ବହୁତ ହି ଟେଷ୍ଟ ଲାଗିବ। କେତେ ବଢ଼ିଆ ସେ ବନିବ। ଆଉ